ଗୋଟିଏ କଥା ଚିନ୍ତା କରନ୍ତୁ ତ, ମାନେ ଧରି ନିଅନ୍ତୁ ଆମ ହାତରେ ଗୋଟିଏ ବହୁତ ଦାମୀ ଆଉ ପୁରା ଅତ୍ୟାଧୁନିକ ମୋବାଇଲ ଫୋନ୍ ଅଛି। ଆଚ୍ଛା। ସେଥିରେ ମାନେ ଦୁନିଆର ସବୁଠାରୁ ଭଲ ପ୍ରୋସେସର ଲାଗିଛି, ତାର କ୍ଷମତା ପୁରା ଅସୀମ। ହେଲେ ସେହି ଫୋନ୍ଟି କେବଳ 10% ବ୍ୟାଟେରୀରେ ଚାଲୁଛି। ଓହୋ, ମାତ୍ର 10%। ହଁ, ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ଫୋନ୍ଟି ନିଜେ ଭାବୁଛି ଯେ ତାହାର ବ୍ୟାଟେରୀ ପୁରା 100% ଚାର୍ଜ ହୋଇଛି। ସେ ଭାବୁଛି ସେ ପୁରା ଫୁଲ୍ କ୍ଷମତାରେ ଅଛି। ବାଃ, ଏଇଟା ଗୋଟେ ବଢ଼ିଆ ଉଦାହରଣ। ହଁ ନା, ମାନେ ସେଇ 10% କ୍ଷମତା ଭିତରେ ହିଁ ସେ ନିଜର ଦୈନନ୍ଦିନ କାମ କରୁଛି, ବେଳେବେଳେ ହ୍ୟାଙ୍ଗ ବି ହୋଇଯାଉଛି, କିନ୍ତୁ ଭାବୁଛି ଯେ ଏତିକି ହିଁ ତାର ସର୍ବୋଚ୍ଚ ସୀମା। ମଣିଷମାନଙ୍କ କଥା ଯଦି ଆମେ ଦେଖିବା, ବୋଧହୁଏ ମାନବ ଜାତିର ସ୍ଥିତି ଠିକ୍ ଏହି ମୋବାଇଲ ଫୋନ୍ ପରି। ଏକଦମ ଠିକ୍ କଥା କହିଲେ। ଆମେ ଆମର ପ୍ରକୃତ କ୍ଷମତାର ମାନେ ଏକ ବହୁତ ଛୋଟ ଅଂଶ ବ୍ୟବହାର କରୁଛୁ ଆଉ ଭାବି ନେଉଛୁ ଯେ ଆମେ ଆମର ସୀମା ପାର କରିସାରିଲୁଣି। ଏହି କଥାଟି ମୋ ମୁଣ୍ଡକୁ ସେତେବେଳେ ଆସିଲା ଯେତେବେଳେ ମୁଁ ବୁକ୍ ଇନସାଇଡର ନାମକ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଦେଖୁଥିଲି। ଆଚ୍ଛା, ସେଇ ଡେଭିଡ୍ ଗଗିନ୍ସଙ୍କ ବହିର ଭିଡିଓ ସାରାଂଶ କଥା କହୁଛନ୍ତି କି? ହଁ, ସେଇଆ। କ୍ୟାଣ୍ଟ ହର୍ଟ ମି ବହିର ହିନ୍ଦୀ ସାରାଂଶ ଦେଖୁଥିଲି। ବହିଟିର ମୂଳ ଲକ୍ଷ୍ୟ ହେଉଛି କିପରି ନିଜକୁ ମାନସିକ ଆଉ ଶାରୀରିକ ସ୍ତରରେ ଏତେ କଠୋର କରିଦେବା ଯେ କେହି ବା କିଛି ବି ଆମକୁ ଆଘାତ ଦେଇପାରିବ ନାହିଁ। ଆଜିର ଏହି ଡିପ୍ ଡାଇଭ୍ ଆଲୋଚନାରେ ଆମେ ଏହା ହିଁ ଖୋଜିବା ଯେ କିପରି ଯନ୍ତ୍ରଣା, ଭୟ ଏବଂ ବାହାନାକୁ ହରାଇ ନିଜ ମସ୍ତିଷ୍କକୁ ନିୟନ୍ତ୍ରଣ କରିହେବ। ମାନେ ପ୍ରକୃତରେ ସେଇ ମୋବାଇଲ ଫୋନର ଉଦାହରଣଟି ମଣିଷର ବାସ୍ତବ ସ୍ଥିତିକୁ ଖୁବ୍ ସୁନ୍ଦର ଭାବରେ ଦର୍ଶାଉଛି। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଆମେ ନିଜକୁ 100% ଚାର୍ଜ ବୋଲି କାହିଁକି ଭାବୁଛୁ? ହଁ, ସେଇଟା ହିଁ ତ ବଡ଼ ପ୍ରଶ୍ନ। କାରଣ ପ୍ରକୃତ ସମସ୍ୟାଟି ବାହାର ପରିବେଶରେ ନାହିଁ, ବରଂ ତାହା ଆମ ମସ୍ତିଷ୍କ ଭିତରେ ହିଁ ଅଛି। ମଣିଷ ନିଜ ମସ୍ତିଷ୍କ ଚାରିପଟେ ଏକ ଅଦୃଶ୍ୟ ଗଣ୍ଡି ଟାଣି ଦେଇଛି, ଆଉ ସେହି ଗଣ୍ଡି ଭିତରେ ବଞ୍ଚିବାକୁ ହିଁ ସେ ଜୀବନର ସର୍ବୋଚ୍ଚ ସୀମା ବୋଲି ମାନି ନେଇଛି। ସତରେ ଆମେ ନିଜେ ହିଁ ସେଇ ଗଣ୍ଡି ତିଆରି କରିଛେ। ବିଲକୁଲ। ଯେପର୍ଯ୍ୟନ୍ତ ଆମେ ନିଜେ ତିଆରି କରିଥିବା ଏହି ମିଥ୍ୟା ଆବରଣକୁ ନ ହଟାଇଛୁ, ସେପର୍ଯ୍ୟନ୍ତ ଆମେ ଆମର ପ୍ରକୃତ ଦୁର୍ବଳତାକୁ ଦେଖିପାରିବା ନାହିଁ। ମାନେ ମନୋବିଜ୍ଞାନର ସବୁଠାରୁ ବଡ଼ ସତ୍ୟ ହେଉଛି, ଯେପର୍ଯ୍ୟନ୍ତ ରୋଗର ପ୍ରକୃତ କାରଣ ଚିହ୍ନଟ ହୋଇନାହିଁ, କୌଣସି ବି ଔଷଧ କାମ କରିବ ନାହିଁ। ସେଇଆ ତ। ତେଣୁ ସବୁଠାରୁ ପ୍ରଥମ ପଦକ୍ଷେପ ହେଉଛି ନିଜର ଦୁର୍ବଳତାକୁ ଲୁଚାଇବା ପରିବର୍ତ୍ତେ ତାହାର ସାମ୍ନା କରିବାର ସାହସ ଜୁଟାଇବା। ଆଉ ଦେଖନ୍ତୁ, ସେହି ରୋଗ ଚିହ୍ନଟ ପ୍ରକ୍ରିୟା ବହୁତ କଷ୍ଟଦାୟକ ହୋଇପାରେ। ସେ ଉତ୍ସରୁ ଜଣାପଡ଼େ ଯେ ଡେଭିଡ୍ ଗଗିନ୍ସଙ୍କର ନିଜ ପିଲାଦିନ ଆଦୌ କୌଣସି ସିନେମା କାହାଣୀ ପରି ସହଜ ନଥିଲା। ହଁ, ମୁଁ ପଢ଼ିଛି ସେ ବିଷୟରେ। ବହୁତ କଷ୍ଟକର ଥିଲା ତାଙ୍କ ପିଲାଦିନ। ଏକଦମ। ଦାରିଦ୍ର୍ୟ, ଘରୋଇ ହିଂସା ଆଉ ତାଙ୍କର ଜଣେ ଅତ୍ୟନ୍ତ କଠୋର ତଥା ନିଷ୍ଠୁର ପିତାଙ୍କ ଯୋଗୁଁ ସେ ସବୁବେଳେ ଏକ ଅଜଣା ଭୟରେ ବଞ୍ଚୁଥିଲେ। ସ୍କୁଲରେ ମଧ୍ୟ ପାଠପଢ଼ାରେ ସେ ବହୁତ ପଛରେ ଥିଲେ। ଅନ୍ୟମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ। ମାନେ ସେ ପୁରା ଭାଙ୍ଗି ପଡ଼ିଥିବେ ସେତେବେଳେ। ତ ଏହିସବୁ କାରଣରୁ ଗୋଟେ ସମୟ ଏମିତି ଆସିଲା ଯେତେବେଳେ ସେ ନିଜକୁ ସମ୍ପୂର୍ଣ୍ଣ ଅଦରକାରୀ ଆଉ ମୂର୍ଖ ବୋଲି ଧରି ନେଇଥିଲେ। ସେ ଭାବୁଥିଲେ ଜୀବନରେ କିଛି ବି କରିପାରିବେ ନାହିଁ। ଆଉ ସାଧାରଣତଃ ଏଭଳି ପରିସ୍ଥିତିରେ ଲୋକେ କ'ଣ କରନ୍ତି? ବାହାନା ଖୋଜନ୍ତି। ଆଉ କ'ଣ? ହଁ, ନିଜର ବିଫଳତାକୁ ଲୁଚାଇବା ପାଇଁ ବିଭିନ୍ନ ବାହାନା ତିଆରି କରନ୍ତି। କହନ୍ତି ମୋ ପରିସ୍ଥିତି ଖରାପ ଥିଲା କିମ୍ବା ମୋର ଭାଗ୍ୟ ହିଁ ଖରାପ। ହେଲେ ଗଗିନ୍ସ ଏଠାରେ ଏକ ଅଦ୍ଭୁତ କୌଶଳ ଆପଣାଇଲେ। ତାକୁ ସେ ଆକାଉଣ୍ଟେବିଲିଟି ମିରର ବା ଦାୟିତ୍ୱବୋଧର ଆଇନା ବୋଲି କହନ୍ତି। ଆକାଉଣ୍ଟେବିଲିଟି ମିରର, ବହୁତ ଶକ୍ତିଶାଳୀ କନସେପ୍ଟ ଏଇଟା। ପ୍ରକୃତରେ ସେ ନିଜ ରୁମ୍ରେ ଥିବା ଆଇନା ଉପରେ ଛୋଟ ଛୋଟ କାଗଜ ଲଗାଇ ନିଜର ସବୁଠାରୁ ଖରାପ ସତ୍ୟ, ଦୁର୍ବଳତା ଆଉ ଭୟକୁ ସ୍ପଷ୍ଟ ଭାବରେ ଲେଖି ରଖିଲେ। ଆଉ ପ୍ରତିଦିନ ସକାଳ ଉଠି ସେହି ଆଇନା ସାମ୍ନାରେ ଠିଆ ହୋଇ ସେହି କଦର୍ଯ୍ୟ ବାସ୍ତବତାର ଆଖିରେ ଆଖି ମିଶାଇ ସାମ୍ନା କଲେ, ପୁରା ବିନା କୌଣସି ଫିଲ୍ଟରରେ। ଏହା ପ୍ରକୃତରେ ଏକ ଭୟଙ୍କର ମାନସିକ ସଂଘର୍ଷ। ପ୍ରାୟତଃ ମଣିଷ ନିଜର ଦୁର୍ବଳତାକୁ ଅନ୍ୟମାନଙ୍କଠାରୁ ତ ବହୁତ ସହଜରେ ଲୁଚାଇ ଦିଏ, କିନ୍ତୁ ବିପଦ ସୃଷ୍ଟି ହୁଏ ଯେତେବେଳେ ସେ ନିଜକୁ ନିଜେ ମିଛ କହିବା ଆରମ୍ଭ କରେ। ହଁ, ମିଛଟା ସତ ଲାଗିବାକୁ ଲାଗେ। ଏକଦମ। କିଛିଦିନ ପରେ ସେହି ମିଛକୁ ଲୋକେ ନିଜର ସତ୍ୟ ବୋଲି ବିଶ୍ୱାସ ମଧ୍ୟ କରିନିଅନ୍ତି। ଗଗିନ୍ସ ଯେଉଁ ଦାୟିତ୍ୱବୋଧର ଆଇନା କଥା କହିଛନ୍ତି, ତାହା କେବଳ କାଚର ଆଇନା ନୁହେଁ, ତାହା ହେଉଛି ନିଜ ବିବେକ ସହ ଏକ ସିଧାସଳଖ ମୁକାବିଲା। ସେଇ ଆଇନା ସାମ୍ନାରେ ଠିଆ ହୋଇ ନିଜକୁ ଠକାଉ ବା ଅଳସୁଆ ବୋଲି କହିବାକୁ ଅସାଧାରଣ ସାହସ ଦରକାର। ଆଚ୍ଛା,
କିନ୍ତୁ ଏଠାରେ ମୋର ଗୋଟେ ପ୍ରଶ୍ନ ଅଛି। ହଁ କୁହନ୍ତୁ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ସକାଳୁ ଉଠି ଆଇନା ସାମ୍ନାରେ କେବଳ ନିଜର ଦୁର୍ବଳତା, ନିଜର ଅସଫଳତା ଆଉ ଭୟକୁ ହିଁ ଦେଖିବ, ତେବେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ନିରାଶ ହୋଇଯିବ ନାଇଁ କି? ମାନେ ଡିପ୍ରେସନକୁ ପଳେଇବି କି ବୋଲି ଆପଣ ଭାବୁଛନ୍ତି? ହଁ ସେଇଆ ତ। ଆମେ ତ ସବୁବେଳେ ସକାରାତ୍ମକ ଚିନ୍ତା ବା ପଜିଟିଭିଟି ବିଷୟରେ ଶୁଣିଛୁ, ଯେ ନିଜକୁ ଭଲ କଥା କହିବା ଉଚିତ। କ୍ରମାଗତ ଭାବରେ ନିଜକୁ ଖରାପ କଥା କହିବା ତ ଆତ୍ମବିଶ୍ୱାସ ନଷ୍ଟ କରିଦେବେ ପରି ଲାଗୁଛି ମୋତେ। ଆଚ୍ଛା, ସାଧାରଣତଃ ଏହା ହିଁ ମନକୁ ଆସେ ଏବଂ ଏହା ଏକ ସ୍ୱାଭାବିକ ଆଶଙ୍କା ବି। କିନ୍ତୁ ଏଠାରେ ସକାରାତ୍ମକ ଚିନ୍ତା ଏବଂ ମିଥ୍ୟା ଆଶ୍ୱାସନ ଭିତରେ ଥିବା ପାର୍ଥକ୍ୟକୁ ଆମକୁ ବୁଝିବାକୁ ପଡ଼ିବ। ଆମେ ଯେତେବେଳେ ନିଜକୁ କହୁ ଯେ ସବୁ ଠିକ୍ ଅଛି, କିନ୍ତୁ ବାସ୍ତବରେ ଆମେ ଜୀବନରେ ପଛୁଆ ରହିଥାଉ, ତାହା ସକାରାତ୍ମକତା ନୁହେଁ। ତାହେଲେ ସେଟା କ'ଣ? ତାହା ଏକ ପ୍ରକାରର ମାନସିକ ପଳାୟନ ବା ଏସ୍କେପିଜମ୍। ମନୋବିଜ୍ଞାନ ଦୃଷ୍ଟିକୋଣରୁ ଗଗିନ୍ସଙ୍କ ଏହି ପଦ୍ଧତିକୁ ରାଡିକାଲ ଅନେଷ୍ଟି ବା କଠୋର ସଚ୍ଚୋଟତା କୁହାଯାଏ। ଏହା ନିଜକୁ ଘୃଣା କରିବା ନୁହେଁ, ବରଂ ନିଜର ବାସ୍ତବିକ ସ୍ଥିତିର ସଠିକ୍ ଆକଳନ କରିବା। ଓହୋ, ମାନେ ନିଜକୁ ଆଉ ନ ଠକିବା। ଏକଦମ। ଦେଖନ୍ତୁ, ମଣିଷ ସବୁବେଳେ ଏକ ମାନସିକ ପ୍ରତିରକ୍ଷା କବଚ ପଛରେ ଲୁଚି ରହିବାକୁ ଚେଷ୍ଟା କରେ। ଯେପର୍ଯ୍ୟନ୍ତ ଆମେ ଏହି ଡିଫେନ୍ସିଭ୍ ଶିଲ୍ଡ ବା କବଚ ପଛରେ ଲୁଚିବା, ସେପର୍ଯ୍ୟନ୍ତ କୌଣସି ପ୍ରକୃତ ପରିବର୍ତ୍ତନ ହୋଇପାରିବ ନାହିଁ। ସତ କଥା। ଯେତେବେଳେ ଜଣେ ଆଇନା ସାମ୍ନାରେ ନିଜର ଦୁର୍ବଳତାକୁ ସ୍ୱୀକାର କରେ, ସେତେବେଳେ ଯେଉଁ ତୀବ୍ର ଯନ୍ତ୍ରଣା ହୁଏ, ସେହି ଯନ୍ତ୍ରଣା ହିଁ ପ୍ରକୃତରେ ଏକ ଶକ୍ତିରେ ପରିଣତ ହୁଏ। ସେହି ଯନ୍ତ୍ରଣା ଆମକୁ ବାଧ୍ୟ କରେ କିଛି କାମ କରିବାକୁ। ସତ୍ୟର କଷ୍ଟ ନ ସହିଲେ ମିଛରୁ ମୁକୁଳିବା ଅସମ୍ଭବ। ତାହେଲେ ଏହାର ଅର୍ଥ ହେଉଛି, ମାନେ ଏହି ଯନ୍ତ୍ରଣା ଆମକୁ ନିଦରୁ ଉଠାଇବାର ଏକ ଜୋରଦାର ଆଲାର୍ମ ଭଳି କାମ କରେ। ହଁ, ଠିକ୍ ସେଇଆ। ମୋତେ ଲାଗୁଛି ଏହା ଠିକ୍ ସେହିପରି ଯେପରି ଆମେ ଘର ଓଳାଇବା ବେଳେ ଅଳିଆକୁ ବାହାରେ ନ ଫୋପାଡ଼ି କାର୍ପେଟ ତଳେ ଲୁଚାଇ ଦଉ। ଆରେ ବାଃ, ବଢ଼ିଆ କଥା କହିଲେ। ହଁ, ମାନେ ବାହାରକୁ ଦେଖିବାକୁ ଘରଟା ପୁରା ସଫା ଲାଗିବ, କିନ୍ତୁ ଭିତରେ ଭିତରେ ଅଳିଆ ଜମି ରହି ଦୁର୍ଗନ୍ଧ ବାହାରିବ। ଆଉ ଦିନେ ନା ଦିନେ ଆମେ ନିଜେ ହିଁ ସେହି କାର୍ପେଟ ତଳେ ଥିବା ଢିପ ଅଳିଆରେ ଝୁଣ୍ଟି ପଡ଼ିବା। ବିଲକୁଲ। ତେବେ ଥରେ ଆମେ ସେହି କାର୍ପେଟ ତଳୁ ଅଳିଆ ବାହାର କରିଦେଲେ ବା ଆଇନାରେ ନିଜର ପ୍ରକୃତ ରୂପ ଦେଖିନେଲେ, ତାପରର ପଦକ୍ଷେପ କ'ଣ ହେବ? କାରଣ କେବଳ ସମସ୍ୟାକୁ ଦେଖିଦେଲେ ତ ସମାଧାନ ହୋଇଯିବ ନାହିଁ ନା। ନା ନା, ଖାଲି ଦେଖିଦେଲେ ତ କିଛି ହବ ନାହିଁ। ଏହିଠାରେ ହିଁ ସେହି ଭିଡିଓରେ ଏକ ବହୁତ ମୂଲ୍ୟବାନ କଥା କୁହାଯାଇଛି। ଭିକ୍ଟିମ୍ ମାଇଣ୍ଡସେଟ୍ ବା ନିଜକୁ ସବୁବେଳେ ପୀଡ଼ିତ ମନେ କରିବାର ମାନସିକତାରୁ ବାହାରିବା। ଓ, ସେଇଟା ବହୁତ ଜରୁରୀ। ଅଧିକାଂଶ ଲୋକମାନେ ସାରା ଜୀବନ ଏହି ମାନସିକତାରେ ହିଁ ବଞ୍ଚନ୍ତି। କିଛି ଖରାପ ହେଲା ମାନେ ତୁରନ୍ତ ସମାଜକୁ, ନିଜ ପରିବାରକୁ ବା ଭାଗ୍ୟକୁ ଦୋଷ ଦେବା ଆରମ୍ଭ କରିଦିଅନ୍ତି। ଗଗିନ୍ସ ମଧ୍ୟ ଚାହିଁଥିଲେ ବହୁତ ସହଜରେ ନିଜର ସେହି କଷ୍ଟଦାୟକ ପିଲାଦିନକୁ ଦୋଷ ଦେଇପାରିଥାନ୍ତେ। କିନ୍ତୁ ସେ ବୁଝିଲେ ଯେ ଯେତେବେଳେ ଆମେ ଅନ୍ୟ କାହାକୁ ଦୋଷ ଦେଉ, ଆମେ ପ୍ରକୃତରେ ଆମ ଜୀବନକୁ ବଦଳାଇବାର କ୍ଷମତା ସେମାନଙ୍କ ହାତକୁ ଟେକି ଦେଉ। ହଁ, ମାନେ ପାୱାରଟା ସେମାନଙ୍କୁ ଦେଇଦେଉ ଆମେ। ଉଦାହରଣ ସ୍ୱରୂପ ଦେଖନ୍ତୁ, ଯେତେବେଳେ ସେ ପ୍ରଥମ ଥର ନେଭି ସିଲ୍ସରେ ଟ୍ରେନିଂରେ ବିଫଳ ହେଲେ, ସେ ନିଜ ଆହତ ଶରୀରକୁ ବା ପ୍ରଶିକ୍ଷକଙ୍କୁ ଦୋଷ ଦେଲେ ନାହିଁ, ବରଂ ସେ ନିଜକୁ ହିଁ ଦାୟୀ କଲେ। ସେ ମାନିଲେ ଯେ ସେ ନିଜେ ମାନସିକ ସ୍ତରରେ ଠିକ୍ ଭାବରେ ପ୍ରସ୍ତୁତ ନଥିଲେ। ଆଉ ଏହି ଗୋଟିଏ ଚିନ୍ତାଧାରା ହିଁ ତାଙ୍କୁ ସେହି ପ୍ରଶିକ୍ଷଣ ପୁଣି ଥରେ ଆରମ୍ଭ କରିବାକୁ ସାହସ ଦେଇଥିଲା। ଏହା ପ୍ରକୃତରେ ମଣିଷର ଚିନ୍ତାଧାରାରେ ଏକ ବହୁତ ଶକ୍ତିଶାଳୀ ପରିବର୍ତ୍ତନ। ଆପଣ ଯେତେବେଳେ କହନ୍ତି ଯେ ଅନ୍ୟ କାହା ଯୋଗୁଁ ଆପଣଙ୍କର ଏହି ଦୁର୍ଦ୍ଦଶା, ଆପଣ ପରୋକ୍ଷରେ ଘୋଷଣା କରନ୍ତି ଯେ ଆପଣ ସମ୍ପୂର୍ଣ୍ଣ ଅସହାୟ, ଆପଣଙ୍କର କୌଣସି ନିୟନ୍ତ୍ରଣ ନାହିଁ। ମାନେ ଆମେ ନିଜକୁ ଦୁର୍ବଳ କରିଦେଉଛେ। ବିଲକୁଲ। ଆଉ ମଣିଷର ମସ୍ତିଷ୍କ ସବୁବେଳେ ସହଜ ରାସ୍ତା ଖୋଜିବା ପାଇଁ ପ୍ରୋଗ୍ରାମ ହୋଇଛି। ଦୋଷ ଅନ୍ୟ ଉପରେ ଲଦିଦେବା ହେଉଛି ସବୁଠାରୁ ସହଜ କାମ, କାରଣ ଏହା ଆମକୁ କିଛି ନ କରିବାର ଆରାମ ଦିଏ। ଏହା ଏକ ପ୍ରକାରର ପେନ୍ କିଲର ଭଳି କାମ କରେ। ଆଚ୍ଛା। କିନ୍ତୁ ଯେତେବେଳେ ଆମେ କହୁ ଯେ ମୋର ବର୍ତ୍ତମାନର ସ୍ଥିତି ପାଇଁ କେବଳ ମୁଁ ନିଜେ ହିଁ ଦାୟୀ, ସେତେବେଳେ ସବୁ ବାହାନା ଶେଷ ହୋଇଯାଏ। ସମ୍ପୂର୍ଣ୍ଣ ଦାୟିତ୍ୱ ନେବାଟା ଆରମ୍ଭରେ କଷ୍ଟ ଲାଗିଲେ ମଧ୍ୟ ଶେଷରେ ତାହା ହିଁ ମଣିଷକୁ ପ୍ରକୃତ ସ୍ୱାଧୀନତା ବା ଲିବରେସନ ଦିଏ। ହଁ, କାରଣ ଯିଏ ଦାୟିତ୍ୱ ନେବ, ସିଏ ହିଁ ତ ପରିବର୍ତ୍ତନ ଆଣିବ। ଏକଦମ। ଯିଏ ସମସ୍ୟା ସୃଷ୍ଟି କରିବାର ଦାୟିତ୍ୱ ନିଏ, ସିଏ ହିଁ ସମସ୍ୟାର ସମାଧାନ କରିପାରେ। ଆଚ୍ଛା, ଏହି କଥାକୁ ଦେଖିଲେ ମୋ ମୁଣ୍ଡରେ ଗୋଟେ ଆକର୍ଷଣୀୟ ଚିତ୍ର ଆସୁଛି। ଧରିନିଅନ୍ତୁ, ଜୀବନଟା ଗୋଟେ ଗାଡ଼ି। ହଁ, ଧରିନେଲି। ଯଦି ଆମେ ସେଇ ଗାଡ଼ିରେ
କେବଳ ଜଣେ ପ୍ୟାସେଞ୍ଜର ବା ଯାତ୍ରୀ ହୋଇ ପଛ ସିଟ୍ରେ ବସିଛେ, ତେବେ ରାସ୍ତାରେ ଯଦି ଖାଲଖମା ଆସେ, ଆମେ ବହୁତ ସହଜରେ ଡ୍ରାଇଭରକୁ ଦୋଷ ଦେଇଦେବା। ଆମେ କହିବା ଯେ ଡ୍ରାଇଭର ଖରାପ ଚଲାଉଛି। ହଁ, ଆମର ତ କିଛି କରିବାର ନାହିଁ। ସେଇଆ ତ। କିନ୍ତୁ ଯେମିତି ଆମେ ନିଜେ ଡ୍ରାଇଭିଂ ସିଟ୍ରେ ବସି ଷ୍ଟିୟରିଂ ନିଜ ହାତକୁ ନେବା, ସେତେବେଳେ ଆମର ସବୁ ବାହାନା ଶେଷ। ଖାଲରେ ପଡ଼ିଲେ ବି ମୋରି ଭୁଲ, ରାସ୍ତା ଭୁଲିଲେ ବି ମୋରି ଭୁଲ। କିନ୍ତୁ ଲାଭ ହେଉଛି ଆମେ ନିଜ ଇଚ୍ଛା ଅନୁସାରେ ଗାଡ଼ିକୁ ଚଳାଇ ପାରିବା। ବହୁତ ସୁନ୍ଦର ଭାବରେ ବୁଝାଇଲେ ଆପଣ। ତେବେ ଏବେ ତ ଆମେ ଷ୍ଟିୟରିଂ ନିଜ ହାତକୁ ନେଇଗଲୁ, କିନ୍ତୁ ଖାଲି ଷ୍ଟିୟରିଂ ଧରିଦେଲେ ତ ହବନି। ଏବେ ସେଇ ଗାଡ଼ିକୁ କଷ୍ଟକର ରାସ୍ତାରେ ଚଳାଇବାର ସମୟ ଆସିଗଲା। ଉତ୍ସାହରୁ ଜଣାପଡ଼େ ଯେ ଆମର ଏହି କମ୍ଫର୍ଟ ଜୋନ୍ ବା ଆରାମଦାୟକ ଗଣ୍ଡି ହେଉଛି ଗୋଟିଏ ଅଦୃଶ୍ୟ ଜେଲ୍ ପରି। ସତରେ ଗୋଟେ ଜେଲ୍ ହିଁ ତାହା। ଏଠାରେ କୌଣସି ଯନ୍ତ୍ରଣା ନଥାଏ, ସବୁକିଛି ସହଜ ଲାଗେ। କିନ୍ତୁ ଏହା ଭିତରେ ରହିଲେ ମଣିଷର କୌଣସି ଗ୍ରୋଥ ବା ବିକାଶ ହୁଏ ନାହିଁ। ଗଗିନ୍ସ ଏଥିରୁ ବାହାରିବା ପାଇଁ ଜାଣିଶୁଣି ସେହି ସବୁ କାମ କରୁଥିଲେ ଯାହା ତାଙ୍କୁ ଭୟଭୀତ କରୁଥିଲା। ମାନେ ଯାହା କରିବାକୁ ଇଚ୍ଛା ନଥାଏ ତାଙ୍କର। ହଁ, ଏକଦମ। ଯେପରିକି ତାଙ୍କୁ ଦୌଡ଼ିବାକୁ ଭଲ ଲାଗୁନଥିଲା ଆଉ ଶରୀର ଓଜନିଆ ଥିଲା, ତଥାପି ସେ ଲମ୍ବା ଦୂରତା ଦୌଡ଼ିଲେ। ପଢ଼ିବାକୁ କଷ୍ଟ ଲାଗୁଥିଲା, ତେଣୁ ସେ ଜାଣିଶୁଣି ଘଣ୍ଟା ଘଣ୍ଟା ଧରି ପଢ଼ିଲେ। ଯେତେବେଳେ ମସ୍ତିଷ୍କ କୁହେ ଅଟକି ଯାଅ, ସେତେବେଳେ ସେ ବୁଝିଯାଆନ୍ତି ଯେ ଏହା ହିଁ ଆଗକୁ ବଢ଼ିବାର ସଙ୍କେତ। ଏହାକୁ ସେ କ୍ୟାଲସିଂ ଦ ମାଇଣ୍ଡ ବା ମସ୍ତିଷ୍କକୁ କଠୋର କରିବା ବୋଲି କହନ୍ତି। କ୍ୟାଲସିଂ ମାନେ ସେହି କିଣା ପଡ଼ିବା କଥା? ହଁ ହଁ, ଯେମିତି ହାତରେ କଠିନ ପରିଶ୍ରମ କଲେ କିଣା ବା ଫୋଟକା ପଡ଼ି ହାତ ଟାଣ ହୋଇଯାଏ ନା, ଠିକ୍ ସେହିପରି ବାରମ୍ବାର ମାନସିକ କଷ୍ଟର ସାମ୍ନା କଲେ ଆମ ମସ୍ତିଷ୍କ ଟାଣ ହୁଏ। ଏଠାରେ ଆମକୁ ଆମ ବିବର୍ତ୍ତନ ଏବଂ ମନୋବିଜ୍ଞାନକୁ ବୁଝିବାକୁ ପଡ଼ିବା। ଆମ ମସ୍ତିଷ୍କର ମୁଖ୍ୟ କାମ କ'ଣ ଜାଣିଛନ୍ତି? ତାର ପ୍ରାଥମିକ ଦାୟିତ୍ୱ ହେଉଛି ଆମ ଶରୀରକୁ ସୁରକ୍ଷିତ ରଖିବା ଏବଂ ଶକ୍ତି ସଞ୍ଚୟ କରିବା। ଆଚ୍ଛା। ପ୍ରାଚୀନ କାଳରେ ଯେତେବେଳେ ମଣିଷ ଜଙ୍ଗଲରେ ରହୁଥିଲା, ସେତେବେଳେ ଅଯଥା ଶକ୍ତି ଖର୍ଚ୍ଚ କରିବାର ଅର୍ଥ ଥିଲା ମୃତ୍ୟୁ। ତେଣୁ ଯେତେବେଳେ ବି କୌଣସି ନୂଆ ବା କଷ୍ଟକର ପରିସ୍ଥିତି ଆସେ, ଆମ ମସ୍ତିଷ୍କର ଆମିଗ୍ଡାଲା ଅଂଶ ତୁରନ୍ତ ବିପଦ ସଙ୍କେତ ଦିଏ। ଏହା କହେ ଯେ ଏ କାମ ବହୁତ କଷ୍ଟ, ତୁରନ୍ତ ନିଜର ସୁରକ୍ଷିତ ଗୁମ୍ଫାକୁ ଫେରିଯାଅ। ଓହୋ, ମାନେ ସେ ଆମକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ବିଲକୁଲ। କିନ୍ତୁ ଆଜିର ଦୁନିଆରେ ଜଙ୍ଗଲୀ ଜନ୍ତୁଙ୍କ ଭୟ ତ ନାହିଁ। ତଥାପି ଆମର ମସ୍ତିଷ୍କ ସେହି ସମାନ ପୁରୁଣା ଢାଞ୍ଚାରେ କାମ କରୁଛି। ନୂଆ କିଛି ଶିଖିବାକୁ ମଧ୍ୟ ଜୀବନ ପ୍ରତି ବିପଦ ଭାବି ନେଉଛି। ତେଣୁ ଯେତେବେଳେ ଗଗିନ୍ସ ଜାଣିଶୁଣି କଷ୍ଟକର ଜିନିଷ ବାଛୁଛନ୍ତି, ସେ ନିଜ ମସ୍ତିଷ୍କର ରିୱାୟାରିଂ କରୁଛନ୍ତି। ସେ ମସ୍ତିଷ୍କକୁ ଶିଖାଉଛନ୍ତି ଯେ କଷ୍ଟ ମାନେ ବିପଦ ନୁହେଁ, ବରଂ ବିକାଶର ପଥ। ଏହାକୁ ଶୁଣିଲେ ମୋତେ ଗୋଟେ ଅତି ଯତ୍ନଶୀଳ ବା ଓଭର ପ୍ରୋଟେକ୍ଟିଭ୍ ପିତାମାତାଙ୍କ କଥା ମନେ ପଡ଼ୁଛି। କେମିତି? ଯେମିତି କିଛି ବାପା ମା ଥାଆନ୍ତି ଯେଉଁମାନେ ନିଜ ପିଲାକୁ ବାହାରକୁ ଖେଳିବାକୁ ବି ଛାଡ଼ନ୍ତି ନାହିଁ। ଭୟ କରନ୍ତି ଯେ ଧୂଳି ଲାଗିବ, ପଡ଼ିଯିବ, ଖଣ୍ଡିଆ ହେବ, ବରଂ ଘରେ ଟିଭି ଦେଖୁ, ଅନ୍ତତଃ ସୁରକ୍ଷିତ ତ ରହିବ। ହଁ, ମାନେ ସେମିତି ବହୁତ ଦେଖିବାକୁ ମିଳନ୍ତି। ହେଲେ ଶେଷରେ ସେହି ପିଲାର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଆଦୌ ଗଠନ ହୋଇପାରେ ନାହିଁ। ଆମର ମସ୍ତିଷ୍କ ବି ଠିକ୍ ସେହି ଅତି ଯତ୍ନଶୀଳ ବାପାମାଙ୍କ ଭଳି ହିଁ ବ୍ୟବହାର କରେ, ଯିଏ ଆମକୁ କଷ୍ଟରୁ ବଞ୍ଚାଇବାକୁ ଯାଇ ଆମର ଅଭିବୃଦ୍ଧିକୁ ମାରିଦିଏ। ବହୁତ ସଠିକ୍ ତୁଳନା କଲେ। ଆଉ ଦେଖନ୍ତୁ, ଯଦି ଆମେ ସେହି କମ୍ଫର୍ଟ ଜୋନ୍ରୁ ବାହାରି କଷ୍ଟକର କାମ କରୁଛୁ, ତାହେଲେ ଗୋଟିଏ ସମୟ ଏମିତି ଆସେ ଯେତେବେଳେ ପୁରା ଶରୀର ଓ ମନ ଭୀଷଣ ହାଲିଆ ହୋଇଯାଏ। ଲାଗେ ଯେ ଏଥର ଆଉ ଗୋଟିଏ ବି ପାଦ ଆଗକୁ ଯାଇହେବ ନାହିଁ। ହଁ, ସେମିତି ଫିଲ୍ ହୁଏ ପ୍ରାୟ ସମସ୍ତଙ୍କୁ। ସେହି ମୁହୂର୍ତ୍ତରେ ପ୍ରକୃତରେ କ'ଣ କରାଯିବ? ଏଠାରେ ଆସୁଛି ସେହି ଭିଡିଓରେ ଥିବା ସବୁଠାରୁ ଚମତ୍କାର ନିୟମ, 40% ରୁଲ୍ ବା 40%ର ନିୟମ। ଏହି ନିୟମ ଅନୁସାରେ, ମାନେ ଯେତେବେଳେ ଆମକୁ ଲାଗେ ଯେ ଆମେ ସମ୍ପୂର୍ଣ୍ଣ ଥକି ଯାଇଛୁ, ସେତେବେଳେ ବାସ୍ତବରେ ଆମେ ଆମର କ୍ଷମତାର କେବଳ 40% ହିଁ ବ୍ୟବହାର କରିଥାଉ। ସତରେ? କେବଳ 40%? ହଁ, ବିଶ୍ୱାସ କରନ୍ତୁ, ଆହୁରି 60% ଶକ୍ତି ଆମ ଭିତରେ ବାକି ଥାଏ। କିନ୍ତୁ ଆମ ମସ୍ତିଷ୍କ ଆମକୁ ଯନ୍ତ୍ରଣାରୁ ବଞ୍ଚାଇବା ପାଇଁ ମିଥ୍ୟା କୁହେ ଯେ ଶକ୍ତି ସରିଗଲା। ଗଗିନ୍ସ ନେଭି ସିଲ୍ସ ପ୍ରଶିକ୍ଷଣ ସମୟରେ ଭଙ୍ଗା ହାଡ଼ ଏବଂ ଅସହ୍ୟ ଯନ୍ତ୍ରଣାରୁ ସତ୍ତ୍ୱେ ହାର ମାନିନଥିଲେ, କାରଣ ସେ ଏହି ନିୟମକୁ ବୁଝିସାରିଥିଲେ। କିନ୍ତୁ ଆପଣ କୁହନ୍ତୁ ତ, ଶରୀର ଭାଙ୍ଗି ପଡ଼ୁଥିବା ବେଳେ ବି ଆମ ପାଖରେ ଏତେ ଶକ୍ତି ରହିଥାଏ କେମିତି? ଏ 40%ର ନିୟମ ହେଉଛି ମନୋବିଜ୍ଞାନ ଏବଂ ଶାରୀରିକ ବିଜ୍ଞାନର ଏକ ଚମତ୍କାର ମିଶ୍ରଣ। ମେଡିକାଲ ସାଇନ୍ସରେ ଏହାକୁ ମସ୍ତିଷ୍କର ସେଣ୍ଟ୍ରାଲ ଗଭର୍ଣ୍ଣର ବା କେନ୍ଦ୍ରୀୟ ନିୟନ୍ତ୍ରଣ ବ୍ୟବସ୍ଥା କୁହାଯାଏ। ଆଚ୍ଛା, ସେଟା କେମିତି କାମ କରେ? ଆମ ମସ୍ତିଷ୍କ ଏକ ଚାଲାକ ସୁରକ୍ଷାକର୍ମୀ ପରି କାମ କରେ।
ଯେତେବେଳେ ଶରୀର କଠିନ ପରିଶ୍ରମ କରେ ମସ୍ତିଷ୍କ ମାପୁଥାଏ ଯେ ହୃଦସ୍ପନ୍ଦନ କେତେ ବଢ଼ିଲା, ଅମ୍ଳଜାନ କେତେ ଖର୍ଚ୍ଚ ହେଉଛି। ଯେତେବେଳେ ଏହା କ୍ଷମତାର 40% ପାଖାପାଖି ପହଞ୍ଚେ ମସ୍ତିଷ୍କ ଭୟଭୀତ ହୋଇଯାଏ। ଭୟଭୀତ ହୋଇଯାଏ? ମାନେ କାହିଁକି? କାରଣ ସେ ଭାବେ ଯଦି ଏହିପରି କାମ ଚାଲେ ଭବିଷ୍ୟତରେ ହୁଏତ କୌଣସି ଅଙ୍ଗ ଖରାପ ହୋଇଯାଇପାରେ। ତେଣୁ ସେ ତୁରନ୍ତ ଗୋଟେ ପ୍ରତିଷେଧକ ପଦକ୍ଷେପ ନିଏ ଏବଂ ଶରୀରକୁ ଏକ ଭୟଙ୍କର କ୍ଳାନ୍ତିର ସଙ୍କେତ ପଠାଏ। ଆମକୁ ଲାଗେ ଯେ ଆମେ ସମ୍ପୂର୍ଣ୍ଣ ଶେଷ ହୋଇଗଲୁଣି, କିନ୍ତୁ ପ୍ରକୃତରେ ତାହା ସାମର୍ଥ୍ୟର ଶେଷ ନୁହେଁ, ତାହା କେବଳ ଏକ ସୁରକ୍ଷା ଆଲାରାମ। ବାବରେ, ଏଇ 40% ନିୟମ ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଯାଉଛି। ଆଉ ଏଇଠାରେ ହିଁ ମୋଟିଭେସନ୍ ଆଉ ଡିସିପ୍ଲିନ୍ ମଧ୍ୟରେ ଥିବା ପାର୍ଥକ୍ୟ ଜଣାପଡ଼େ। ପ୍ରେରଣା ହେଉଛି ଏକ ସାମୟିକ ଭାବନା। ଆଜି ଗୋଟିଏ ଭଲ ଭିଡିଓ ଦେଖିଲେ, ଭଲ ଲାଗିଲା, କାମ କଲେ। ଆସନ୍ତାକାଲି ମନ ଖରାପ ହେଲା ତ କାମ ବନ୍ଦ। ହଁ, ସେମିତି ତ ହୁଏ ସମସ୍ତଙ୍କ ସାଙ୍ଗରେ। କିନ୍ତୁ ଅନୁଶାସନର ଅର୍ଥ ହେଉଛି ମସ୍ତିଷ୍କରୁ ଆଦେଶ ନେବା ବଦଳରେ ନିଜେ ମସ୍ତିଷ୍କକୁ ଆଦେଶ ଦେବା। ମସ୍ତିଷ୍କ କହିବ ଶୋଇବା, ହେଲେ ଅନୁଶାସନ କହିବ ଯନ୍ତ୍ରଣା ସତ୍ତ୍ୱେ ଆଜି ଉଠିବା ଆଉ କାମ ସାରିବା। ଏହାକୁ ଭାବିଲେ ଆମ ଗାଡ଼ିର ଇନ୍ଧନ ମିଟର କଥା ମନେ ପଡ଼ୁଛି। ମାନେ ଯେତେବେଳେ ମିଟରରେ ତେଲ କଣ୍ଠା ପୁରା ତଳକୁ ଖସି ଆସେ ଆଉ ଲାଲ ଲାଇଟ୍ ଜଳେ, ଆମକୁ ଲାଗେ ଗାଡ଼ି ଏବେ ବନ୍ଦ ହୋଇଯିବ। ହଁ, ଆମେ ତ ପୁରା ଭୟଭୀତ ହୋଇଯାଉ। ସେଇଆ ତ। କିନ୍ତୁ ପ୍ରକୃତରେ ଗାଡ଼ି କମ୍ପାନୀମାନେ ଜାଣିଶୁଣି ସେମିତି ସେଟ୍ କରିଥାନ୍ତି। ସେଠାରେ ଏକ ଗୁପ୍ତ ରିଜର୍ଭ ଟାଙ୍କି ଥାଏ, ଯାହାକୁ ବ୍ୟବହାର କରି ଗାଡ଼ି ଆହୁରି ବହୁତ ବାଟ ଯାଇପାରିବ। ମିଟର ଖାଲି ଆଗୁଆ ସତର୍କ କରୁଥାଏ। ଆମ ମସ୍ତିଷ୍କର ସିଷ୍ଟମ ବି ପୁରା ସେହିପରି। ଗୋଟିଏ ବଡ଼ ସଂରକ୍ଷିତ ଟାଙ୍କି ଲୁଚାଇ ରଖିଛି, ଯାହା କେବଳ ସେହି ଅସହ୍ୟ ଯନ୍ତ୍ରଣା ପରେ ହିଁ ଖୋଲିଥାଏ। ଏକଦମ। ଆଉ ସେହି ରିଜର୍ଭ ଟାଙ୍କିକୁ ଖୋଲିବା ପାଇଁ ହିଁ ସେହି କଠୋର ଅନୁଶାସନ ବା ଏକ୍ସଟ୍ରିମ୍ ଡିସିପ୍ଲିନର ଚାବି ଦରକାର। ପ୍ରେରଣା ହୁଏତ ସେହି ଲାଲ ଲାଇଟ୍ ଜଳିବା ପର୍ଯ୍ୟନ୍ତ କାମ କରିବ, କିନ୍ତୁ ତାପରେ ଦୂରତା ଅତିକ୍ରମ କରିବାକୁ ହେଲେ କେବଳ ଅନୁଶାସନ ହିଁ କାମ ଦେବ। ଆଚ୍ଛା, ଆମେ ଯଦି ସେହି 40%ର ସୀମାକୁ ଅତିକ୍ରମ କରିଗଲେ ଆଉ ଅନୁଶାସନ ବଳରେ ସଫଳତା ପାଇଗଲେ, ତେବେ ତାପରେ ଆଉ କ'ଣ କରିବାର ଅଛି? ମାନେ ଆପଣ ପଚାରୁଛନ୍ତି ତାପରେ ଆରାମ କରିବେ କି ନାହିଁ? ହଁ ତ, କିନ୍ତୁ ସେହି ଭିଡିଓରେ ଏକ ନୂଆ ମାନସିକତା ଉପରେ ଜୋର ଦିଆଯାଇଛି। ନେଭର ସେଟଲ୍ ମାଇଣ୍ଡସେଟ୍, ମାନେ କେବେ ବି ସନ୍ତୁଷ୍ଟ ନ ହେବାର ମାନସିକତା। ଉତ୍ସ ଅନୁଯାୟୀ ଗୋଟିଏ ବିଜୟ ପରେ ଅଟକିଯିବା ହେଉଛି ସବୁଠାରୁ ବିପଜ୍ଜନକ ଜାଲ। ହଁ, ସେଟା ଗଗିନ୍ସଙ୍କର ମୁଖ୍ୟ ଫିଲସଫି। ଯେଉଁ ମୁହୂର୍ତ୍ତରେ ଆମେ କହୁ ଯେ ବର୍ତ୍ତମାନ ଯଥେଷ୍ଟ ହୋଇଗଲା, ଠିକ୍ ସେହି ମୁହୂର୍ତ୍ତରେ ହିଁ ଆମର ଆଗକୁ ବଢ଼ିବା ଅଟକିଯାଏ। ଗଗିନ୍ସଙ୍କ ନିଜ ଜୀବନରେ ଯଥେଷ୍ଟ ବୋଲି କୌଣସି ଶବ୍ଦ ହିଁ ନାହିଁ। ପ୍ରତିଟି ବିଜୟ ପରେ ସେ ନିଜକୁ ଗୋଟିଏ ହିଁ ପ୍ରଶ୍ନ ପଚାରନ୍ତି କି ଆଉ ଆଗକୁ କ'ଣ? କିନ୍ତୁ ଏଠାରେ ମୋର ଗୋଟିଏ ସାଧାରଣ ପ୍ରଶ୍ନ ଆସୁଛି। କୁହନ୍ତୁ କ'ଣ ସେ ପ୍ରଶ୍ନ? ମଣିଷ ଏତେ କଷ୍ଟ କରେ କାହିଁକି? ଶାନ୍ତିରେ ଟିକେ ବଞ୍ଚିବା ପାଇଁ ଆଉ ନିଜ ସଫଳତାକୁ ଟିକେ ଉପଭୋଗ କରିବା ପାଇଁ ତ? ଯଦି ଆମେ ସବୁବେଳେ କେବଳ ଆଉ ଆଗକୁ କ'ଣ ଭାବି ଦୌଡ଼ୁଥିବା, ତେବେ ଜୀବନର ଆନନ୍ଦ କେବେ ନେବା? କ୍ରମାଗତ ଭାବରେ ଅସନ୍ତୁଷ୍ଟ ରହିଲେ ତ ମଣିଷ ମାନସିକ ଶାନ୍ତି ହରାଇ ବସିବ। ଆପଣ ଯୋଉ ପ୍ରଶ୍ନଟି ପଚାରିଲେ ତାହା ବହୁତ ଲୋକଙ୍କର ସନ୍ଦେହ ଥାଏ, ଆଉ ଏହା ଖୁବ୍ ସ୍ୱାଭାବିକ। କିନ୍ତୁ ଆମକୁ ଏଠାରେ ଦୁଇଟି ଶବ୍ଦ ଭିତରେ ଥିବା ପାର୍ଥକ୍ୟକୁ ବୁଝିବାକୁ ପଡ଼ିବ। ଗୋଟିଏ ହେଉଛି ଆମର ପ୍ରଗତି ବା ପ୍ରୋଗ୍ରେସ୍ ଏବଂ ଅନ୍ୟଟି ହେଉଛି ଆମର ସମ୍ଭାବ୍ୟ କ୍ଷମତା ବା ପୋଟେନ୍ସିଆଲ। ଆଚ୍ଛା, ଏ ଦିଟା ଅଲଗା ଅଲଗା କି? ହଁ, ନିଶ୍ଚୟ। ଏଠାରେ ସନ୍ତୁଷ୍ଟ ନ ହେବାର ଅର୍ଥ ଏହା ନୁହେଁ ଯେ ଆପଣ ନିଜ ଜୀବନକୁ ନେଇ ଦୁଃଖୀ ରହିବେ। ଜଣେ ବ୍ୟକ୍ତି ନିଜ ପ୍ରଗତିକୁ ଦେଖି ଖୁସି ହେବ, ନିଜ ପରିଶ୍ରମର ଫଳକୁ ଉପଭୋଗ ମଧ୍ୟ କରିବା। କିନ୍ତୁ ସେ ନିଜର କ୍ଷମତାକୁ ନେଇ କେବେ ବି ବିରାମ ନେବ ନାହିଁ। ମାନେ ଆହୁରି କେତେ କରିପାରିବି ସେଇ ଚିନ୍ତା ରହିବ। ଏକଦମ। ମୋ ଭିତରେ ଆହୁରି କେତେ କ୍ଷମତା ଲୁଚି ରହିଛି ତାହାର ଅନୁସନ୍ଧାନ ଜାରି ରହିବା ଦରକାର। ପ୍ରକୃତିର ନିୟମ ଦେଖନ୍ତୁ, ଏକ ଗଛ ହୁଏତ ବଢ଼ୁଥାଏ ନଚେତ୍ ଶୁଖି ଯାଉଥାଏ। ହଁ, ମଝି ରାସ୍ତା କିଛି ନାହିଁ। ସେଇଆ ତ। ଯଦି ଜଣେ ଭାବିନେଲା ଯେ ମୁଁ ଯଥେଷ୍ଟ ଶିଖିଗଲିଣି, ଠିକ୍ ସେହି ଦିନଠାରୁ ତାର ପଛକୁ ଖସିବା ଆରମ୍ଭ ହୋଇଯାଏ। ତେଣୁ ନେଭର ସେଟଲ୍ ମାନସିକତାର ଅର୍ଥ ଅଶାନ୍ତି ନୁହେଁ, ବରଂ ନିରନ୍ତର ବିକାଶରୁ ମିଳୁଥିବା ପ୍ରକୃତ ଶାନ୍ତି। ବାଃ, ଏହା ଏକ ବହୁତ ସୁନ୍ଦର ଦୃଷ୍ଟିକୋଣ। ପ୍ରଗତିରେ ଖୁସି ହୁଅ, କିନ୍ତୁ ନିଜ କ୍ଷମତାକୁ ନେଇ କେବେ ସନ୍ତୁଷ୍ଟ ହୁଅ ନାହିଁ। ତେବେ ଆଜିର ଏହି ଆଲୋଚନାରୁ ଆମେ ବହୁତଗୁଡ଼ିଏ ବିଷୟ ବୁଝିପାରିଲ। ହଁ, ବହୁତ ଗୁଡ଼େ ଦିଗ ଉପରେ କଥା ହେଲେ ଆମେ। ଆମର ଯାତ୍ରା ଆରମ୍ଭ ହୋଇଥିଲା ଆକାଉଣ୍ଟେବିଲିଟି ମିରରରେ ନିଜ ସତ୍ୟର ସାମ୍ନା କରିବାରୁ। ତାପରେ ଆମେ ଦେଖିଲୁ
କିପରି ଅନ୍ୟକୁ ଦୋଷ ଦେବାରୁ ମୁକୁଳି ନିଜ ଜୀବନର ଷ୍ଟିୟାରିଂ ନିଜ ହାତକୁ ନେବାକୁ ପଡ଼ିବ। ବିଲକୁଲ। ତାପରେ ଆମେ ଆଲୋଚନା କଲୁ ଯେ କମ୍ଫର୍ଟ ଜୋନ୍ ହେଉଛି ଆମ ମସ୍ତିଷ୍କ ତିଆରି କରିଥିବା ଏକ ଅଦୃଶ୍ୟ ଜେଲ୍, ଯାହାକୁ ଭାଙ୍ଗି ମସ୍ତିଷ୍କକୁ କଠୋର କରିବା ଆବଶ୍ୟକ। ଆଉ ଯେତେବେଳେ ରାସ୍ତାରେ ମସ୍ତିଷ୍କ ହାର ମାନିଯାଏ, ସେତେବେଳେ 40%ର ନିୟମ କାମରେ ଆସେ। ଶେଷରେ ଆମେ ବୁଝିଲୁ ଯେ ସଫଳତା ପାଇଲା ପରେ ମଧ୍ୟ ଅଟକି ନ ଯାଇ ସବୁବେଳେ ନୂଆ ଆହ୍ୱାନ ଆଡ଼କୁ ଆଗେଇବା ଉଚିତ। ପ୍ରକୃତରେ ଦେଖନ୍ତୁ, ଏହି ସବୁ ତଥ୍ୟ କେବଳ ଶୁଣିବା ପାଇଁ ବା କିଛି ସମୟ ପାଇଁ ଉତ୍ସାହିତ ହୋଇଯିବା ପାଇଁ ନୁହେଁ। ଯଦି ଏହା କେବଳ ଗୋଟିଏ ଆଲୋଚନା ହୋଇ ରହିଯାଏ, ତେବେ କୌଣସି ଲାଭ ନାହିଁ। ଏକଦମ ଠିକ୍ କଥା। ନିଜ ଜୀବନରେ ପ୍ରୟୋଗ କରିବା ପଡ଼ିବ। ଆମ ଜୀବନ ଆମକୁ ସେତିକି ହିଁ ଦିଏ, ଯେତିକି ପାଇଁ ଆମେ ଲଢ଼େଇ କରୁ। ଏହି ସମଗ୍ର ବିଷୟରୁ ଗୋଟିଏ କଥା ସ୍ପଷ୍ଟ ଯେ ନିଜର ସବୁଠାରୁ ବଡ଼ ଶତ୍ରୁ ଆମେ ନିଜେ, ଆଉ ଆମର ସବୁଠାରୁ ବଡ଼ ଅସ୍ତ୍ର ମଧ୍ୟ ଆମେ ନିଜେ। ଖୁବ୍ ଗଭୀର କଥା ଏଇଟା। ଆଲୋଚନା ଆରମ୍ଭରେ ଆମେ ସେଇ ମୋବାଇଲ ଫୋନ୍ ବ୍ୟାଟେରୀ କଥା କହିଥିଲେ ନା, ଯାହା 10%ରେ ଥାଇ ମଧ୍ୟ ନିଜକୁ 100% ଭାବୁଥିଲା। ହଁ, ସେଇ ଉଦାହରଣଟା। ଆମେ ଦେଖିଲେ ଯେ ଆମ ମସ୍ତିଷ୍କ କିପରି ଆମକୁ ବଞ୍ଚାଇବା ପାଇଁ ଏତେଗୁଡ଼ିଏ ମିଥ୍ୟା କହୁଛି ଏବଂ ଆମର କ୍ଷମତାକୁ ଆମଠାରୁ ଲୁଚାଉଛି। ତେଣୁ ଆଜିର ଏଇ ଡିପ୍ ଡାଇଭ୍ ଶେଷ କରିବା ପୂର୍ବରୁ ମୋର ଗୋଟେ ପ୍ରଶ୍ନ ଅଛି। କୁହନ୍ତୁ। ବର୍ତ୍ତମାନ ଏହି ମୁହୂର୍ତ୍ତରେ ମଣିଷ ନିଜ ମସ୍ତିଷ୍କର ଆଉ କେଉଁ ସବୁ ସୁରକ୍ଷାତ୍ମକ ମିଥ୍ୟା ଭିତରେ ବାନ୍ଧି ହୋଇ ରହିଛି, ଯାହା ତାକୁ ଗୋଟିଏ ଜାଗାରେ ଅଟକାଇ ରଖିଛି? ଆଉ ସବୁଠାରୁ ବଡ଼ କଥା ହେଉଛି, ଆମେ ନିଜ ଭିତରର ସେହି କେଉଁ ମିଥ୍ୟାକୁ ଆଜି ଭାଙ୍ଗିବାକୁ ଯାଉଛୁ? ଟିକେ ଚିନ୍ତା କରନ୍ତୁ ଏହା ବିଷୟରେ।